ଦିନେ ଜଙ୍ଗଲରେ ଗୋଟିଏ ଭୋକିଲା କାଉ ଖାଇବା ଖୋଜୁଥିଲା। ସେଦିନ ସେ ଜଙ୍ଗଲରେ କିଛି ଖାଇବାକୁ ପାଇଲାନି। ଖାଇବା ଖୋଜି ଖୋଜି ସେ ପାଖ ଗାଁକୁ ଚାଲିଗଲା। କାଉ ବହୁତ ଥକି ଯାଇଥିଲା। ସେ ଗୋଟେ ଜାଗାରେ ବସି ପଡ଼ିଲା। ଆରେ ଏତେ ଖୋଜିଲା ପରେ ବି ମୁଁ ଏ ଗାଁରେ କିଛି ଖାଇବାକୁ ପାଇଲିନି। ଲାଗୁଛି ଆଜି ଉପାସରେ ହିଁ ଘରକୁ ଫେରିବାକୁ ପଡ଼ିବ। ଠିକ୍ ସେହି ସମୟରେ କାଉ ଗୋଟେ ବଢ଼ିଆ ବାସ୍ନା ପାଇଲା। ଆରେ ଏତେ ବଢ଼ିଆ ବାସ୍ନା କୋଉଠୁ ଆସୁଛି? ମୁଁ ସେଇ ଘର ପାଖକୁ ଯାଇ ଦେଖେ। ଏମିତି କହି କାଉ ସେ ଘରର ଝରକା ପାଖକୁ ଗଲା। ସେ ଦେଖିଲା ଗୋଟେ ସ୍ତ୍ରୀ ଲୋକ ଅଣ୍ଡା ଭାଜୁଛି। ଏ ସ୍ତ୍ରୀ ଲୋକ ଅଣ୍ଡା ସହ କ'ଣ କରୁଛି ଯେ ଏତେ ଭଲ ବାସ୍ନା ଆସୁଛି? ମୁଁ ତାକୁ ଥରେ ପଚାରି ଦେଖେ, ଆପଣ ଏ ଅଣ୍ଡା ସାଙ୍ଗରେ କ'ଣ କରୁଛନ୍ତି ଯେ ଏତେ ବଢ଼ିଆ ବାସ୍ନା ଆସୁଛି? ମୁଁ ଏ ଅଣ୍ଡା ଭାଜୁଛି। ମୋତେ ଅଣ୍ଡା ଭଜା ଖାଇବାକୁ ବହୁତ ଭଲ ଲାଗେ। ମୋତେ କ'ଣ, ଆମ ସବୁ ମଣିଷକୁ ଅଣ୍ଡା ଭଜା ଖାଇବାକୁ ଭଲ ଲାଗେ। ଆଚ୍ଛା, ଆଉ ମୋ ସାମ୍ନାରେ ଥରେ ଖାଅ। ମୁଁ ବି ଟିକେ ଦେଖିବି ତମେ ଏ ଅଣ୍ଡାକୁ କେମିତି ଖାଉଛ। ଆଚ୍ଛା ହଉ ରହ, ମୁଁ ଭିତରୁ ଟିକେ ଲୁଣ ଆଣେ, ତାପରେ ତତେ ଖାଇକି ଦେଖେଇବି। ଏମିତି କହି ସେ ସ୍ତ୍ରୀ ଲୋକ ଘର ଭିତରକୁ ଚାଲିଗଲା। ସେ ଯିବା ପରେ ପରେ କାଉ ତା ଅଣ୍ଡା ଭଜାକୁ ଧରି ଜଙ୍ଗଲ ଭିତରକୁ ଚାଲିଗଲା। ସେ ଗୋଟେ ଭଲ ଜାଗା ଦେଖି ଅଣ୍ଡାକୁ ରଖି ଖାଇଲା। ତାକୁ ଅଣ୍ଡା ଭଜା ଭଲ ଲାଗିଲା। ଆରେ ବାଃ, ଏ ଅଣ୍ଡା ଭଜା ସତରେ ବହୁତ ବଢ଼ିଆ ଲାଗିଲା। ଜୀବନରେ ପ୍ରଥମ ଥର ଏତେ ବଢ଼ିଆ ଖାଦ୍ୟ ଖାଇଲି। ଯାଏ ଏ କଥା ମୋ ସ୍ତ୍ରୀକୁ କହିବି।